ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9ଗୋଟି ମହାଗ୍ରହଙ୍କର ପ୍ରତ୍ୟେକ ମାସରେ ସ୍ଥିତିରେ ପରିବର୍ତ୍ତନ ଘଟିଥାଏ। ତେଣୁ ସେହି ଅନୁଯାୟୀ ପ୍ରତ୍ୟେକ ମାସର ରାଶିଫଳ ଅଲଗା ଅଲଗା ହୋଇଥାଏ। ସେହି କ୍ରମରେ ଆଜି ଜାଣିବା 2025 ମସିହା ଜୁଲାଇ ମାସରେ ଧନୁ ରାଶିର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସରେ ଧନୁ ରାଶିର ଆର୍ଥିକ ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଧନୁ ରାଶିର ଦ୍ୱିତୀୟ ଧନସ୍ଥାନର ଅଧିପତି ଶନି ମହାଗ୍ରହ ଧନୁ ରାଶିର ଚତୁର୍ଥ ଭାବ ମୀନ ରାଶିରେ ଅବସ୍ଥାନ କରିଥିବାରୁ ଧନ ବା ଅର୍ଥ ଉପାର୍ଜନ କରିବା ପାଇଁ ଧନୁ ରାଶି ବ୍ୟକ୍ତିଙ୍କୁ ଅଧିକା ପରିଶ୍ରମ କରିବାକୁ ପଡ଼ିବ। ଅଧିକ ପରିଶ୍ରମ କଲେ ମଧ୍ୟ ମନ ମୁତାବକ ଆର୍ଥିକ ରୋଜଗାର ହେବ ନାହିଁ। ଧନୁ ରାଶିର ଆୟସ୍ଥାନର ଅଧିପତି ଶୁକ୍ର ମହାଗ୍ରହ ନିଜ ରାଶି ଷଷ୍ଠ ଭାବ ବୃଷ ରାଶିରେ ଅବସ୍ଥାନ କରିଥିବାରୁ ବହୁତ ଧାଁ ଧପଡ଼ ବା ଉଦ୍ଯୋଗ କରିବାକୁ ପଡ଼ିପାରେ। କିନ୍ତୁ ଧନୁ ରାଶିର ଅଧିପତି ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟି ଆୟଭାବ ଓ ଧନୁ ରାଶି ଉପରେ ରହିଥିବାରୁ ଆୟରେ ବୃଦ୍ଧି ଘଟାଇବେ। ମୋଟାମୋଟି ଭାବରେ କହିବାକୁ ଗଲେ ଜୁଲାଇ ମାସରେ ଧନୁ ରାଶିର ଆର୍ଥିକ ଅବସ୍ଥା ମଧ୍ୟମ ଧରଣର ରହିବାର ସମ୍ଭାବନା ରହିଅଛି। ଜୁଲାଇ ମାସ ପାଇଁ ଧନୁ ରାଶିର କ୍ୟାରିୟର ବା କର୍ମକ୍ଷେତ୍ର କଥା ଚିନ୍ତା କଲେ ଜଣାଯାଏ ଯେ ଏ ମାସରେ ଧନୁ ରାଶିର କର୍ମ ବା ଦଶମ ଭାବର ଅଧିପତି ବୁଧ ମହାଗ୍ରହ ମାସ ସାରା ଧନୁ ରାଶିର ଅଷ୍ଟମ ଭାବ କର୍କଟ ରାଶିରେ ଅବସ୍ଥାନ କରିବାକୁ ଥିବାରୁ ଭଲ ଫଳ ପ୍ରଦାନ କରିବା କଥା ନୁହେଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ମହାଗ୍ରହଙ୍କୁ ଅଷ୍ଟମ ଦୋଷ ଲାଗେ ନାହିଁ। ବୁଧ ଏକମାତ୍ର ମହାଗ୍ରହ ଯିଏକି ଅଷ୍ଟମ ସ୍ଥାନରେ ଅବସ୍ଥାନ କଲେ ଭଲ ଫଳ ଦେଇଥାନ୍ତି। ସେହି ଅନୁଯାୟୀ କର୍ମକ୍ଷେତ୍ରରେ ପ୍ରଥମେ ବିଭ୍ରାଟ ଦେଖାଗଲେ ମଧ୍ୟ ପରବର୍ତ୍ତୀ ସମୟରେ ଆକସ୍ମିକ ଭାବରେ ବୁଧ ମହାଗ୍ରହ ଭଲ ଫଳ ଦେବାକୁ ସକ୍ଷମ ହେବେ। ବାଣିଜ୍ୟ ବ୍ୟବସାୟ କରୁଥିଲେ ବାଣିଜ୍ୟିକ ଗ୍ରହ ବୁଧ ଅତର୍କିତ ଭାବେ ହଠାତ୍ କୌଣସି ସମ୍ଭାବନା ନଥାଇ ମଧ୍ୟ ବାଣିଜ୍ୟ ବ୍ୟବସାୟର ପ୍ରସାର ଘଟାଇ କ୍ଷତିରେ ଚାଲୁଥିବା ବେପାରକୁ ଲାଭଜନକ ବେପାରରେ ପରିଣତ କରିଦେବାର ସମ୍ଭାବନା ରହିଅଛି। ଏହି ସମୟରେ ବାଣିଜ୍ୟ ବେପାର ହେଉ ଅଥବା ଆର୍ଥିକ ସଂସ୍ଥାମାନଙ୍କରେ ହେଉ ବଡ଼ ଧରଣ ଆର୍ଥିକ ନିବେଶ ନ କରିବା ଉଚିତ ହେବ। ଚାକିରି କରୁଥିବା ଧନୁରାଶି ଜାତ ବ୍ୟକ୍ତି ଜୁଲାଇ ମାସରେ ଶୁକ୍ର ମହାଗ୍ରହଙ୍କ ଦ୍ୱାରା ବହୁଳ ଭାବରେ ଉପକୃତ ହେବେ। ଚାକିରି କ୍ଷେତ୍ରରେ ପ୍ରମୋସନର ସମ୍ଭାବନା ରହିଅଛି। କିନ୍ତୁ ଶନି ମହାଗ୍ରହଙ୍କର ଦୃଷ୍ଟି ଶୁକ୍ର ମହାଗ୍ରହଙ୍କର ଉପରେ ରହୁଥିବାରୁ କୌଣସି ମହିଳା ସହକର୍ମୀଙ୍କ ସହିତ ଚାକିରି କ୍ଷେତ୍ରରେ ମତଭେଦ ଉପୁଜିବାର ସମ୍ଭାବନା ରହିଅଛି। ଆପଣଙ୍କ ଅଫିସର ବସ୍ ଯଦି କୌଣସି ମହିଳା ହୋଇଥିବେ ତେବେ ଜଗି ରଖି ଚଳିବା ଉଚିତ ହେବ। ଜୁଲାଇ ମାସରେ ଲଭ୍ ଲାଇଫରେ ଥିବା ଧନୁରାଶି ଜାତ ବ୍ୟକ୍ତି ପରସ୍ପର ମଧ୍ୟରେ କଳି ଝଗଡ଼ା ଲଗାଇବାର ବିଶେଷ ସମ୍ଭାବନା ରହିଅଛି। ପଞ୍ଚମ ପ୍ରେମ ଭାବର ଅଧିପତି ମଙ୍ଗଳ ଧନୁରାଶିର ଭାଗ୍ୟ ଭାବରେ କେତୁ ଯୁକ୍ତ ହୋଇ ରହିଥିବାରୁ ପ୍ରେମୀ ଯୁଗଳ ପରସ୍ପର କଥା କଟାକଟିରୁ ଅଲଗା ହେବା ପର୍ଯ୍ୟନ୍ତ କଥା ଯାଇପାରେ। ପୁଣି ମଙ୍ଗଳ ମହାଗ୍ରହଙ୍କ ଉପରେ ରାହୁ ମହାଗ୍ରହଙ୍କର ପ୍ରଭାବ ରହୁଥିବାରୁ ରାହୁ ପ୍ରେମୀ ଯୁଗଳଙ୍କୁ ସବୁଦିନ ପାଇଁ ଅଲଗା କରିଦେବାର ବହୁତ ସମ୍ଭାବନା ରହିଅଛି। ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ଜୁଲାଇ ମାସ
ବିଶେଷ କିଛି ଯୋଗକାରକ ରହିବାର ଦେଖାଯାଉ ନାହିଁ। ଗତାନୁଗତିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ କରୁଥିବା ଚେଷ୍ଟା ପୂର୍ବବତ୍ ଜାରି ରହିବ। ପାରିବାରିକ ଦୃଷ୍ଟିକୋଣରୁ ଜୁଲାଇ ମାସଟି ସେତେ ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ଧନୁରାଶିର ଦ୍ୱିତୀୟ ସ୍ଥାନ ଅଧିପତି ଶନିଙ୍କ ଉପରେ ମଙ୍ଗଳ ମହାଗ୍ରହଙ୍କର ଦୃଷ୍ଟି ପରିବାରରେ ବିଶୃଙ୍ଖଳା ସୃଷ୍ଟି କରିପାରେ। ପାରିବାରିକ ବନ୍ଧୁବାନ୍ଧବଙ୍କ ଅଯଥା ହସ୍ତକ୍ଷେପରେ ପରିବାରରେ ବିଭ୍ରାଟ ସୃଷ୍ଟି ହେବାର ସମ୍ଭାବନା ରହିଅଛି। ତେବେ ବି ବଡ଼ ଧରଣର କିଛି ବିଭ୍ରାଟ ପରିବାର ଭିତରେ ଦେଖାଦେଲେ ମଧ୍ୟ ବୃହସ୍ପତିଙ୍କର ଦୃଷ୍ଟି ଧନୁରାଶି ଉପରେ ରହୁଥିବାରୁ ତାହା ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜୁଲାଇ ମାସଟି ଧନୁରାଶି ଜାତ ବ୍ୟକ୍ତିଙ୍କ ପାଇଁ ଅନେକାଂଶରେ ଭଲ ଫଳ ଦେବାର ସମ୍ଭାବନା ରହିଅଛି। ଧନୁରାଶିର ଷଷ୍ଠ ଭାବର ଅଧିପତି ଶୁକ୍ର ନିଜ ଘରେ ରହିଥିବାରୁ ଏବଂ ବୃହସ୍ପତିଙ୍କର ଦୃଷ୍ଟି ନିଜ ରାଶି ଧନୁରାଶି ଉପରେ ରହିଥିବାରୁ ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଯାଉ ନାହିଁ। କିନ୍ତୁ ଶନିଙ୍କର ଦଶମ ଦୃଷ୍ଟି ଧନୁରାଶି ଉପରେ ରହିଥିବାରୁ ପୁରୁଣା ଡାଇବେଟିକ୍ ରୋଗୀମାନେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଏ ତ ଗଲା ମୋଟାମୋଟି ଭାବରେ ଧନୁରାଶି ଜାତ ବ୍ୟକ୍ତିଙ୍କ ପାଇଁ 2025 ମସିହା ଜୁଲାଇ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ବୟସାଧିକ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଭୋଜନ ଓ ଦକ୍ଷିଣା ଦେଇ ଆପ୍ୟାୟିତ କରନ୍ତୁ, ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। ଏହା ସହିତ ବାମନ ପୁରାଣ ପାଠ କଲେ ଧନୁରାଶି ଜାତ ବ୍ୟକ୍ତିଙ୍କର ବହୁତ ଗୁଡ଼ିଏ ସମସ୍ୟା ଦୂର ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରାରେ ରଥାରୂଢ଼ ବାମନ ରୂପୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।